କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଇତିହାସରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଜିଲ୍ଲାକୁ ଓଡ଼ିଶାର ତୁଳସୀ କ୍ଷେତ୍ର, ବ୍ରହ୍ମକ୍ଷେତ୍ର, ଗୁପ୍ତକ୍ଷେତ୍ର ଏବଂ କେନ୍ଦ୍ରପଲ୍ଲୀ ବୋଲି ବି କୁହାଯାଏ। 2644 ସ୍କୋୟାର କିଲୋମିଟର ବିଶିଷ୍ଟ ଏହି ଜିଲ୍ଲାରେ ପ୍ରଭୁ ବଳଦେବ ପୂଜା ପାଆନ୍ତି। ଓଡ଼ିଶାର ପୂର୍ବ ଭାଗରେ ଥିବା ଏହି ଜିଲ୍ଲାକୁ ଯାଜପୁର, ଭଦ୍ରକ, ଜଗତସିଂହପୁର ଏବଂ କଟକ ଜିଲ୍ଲା ଚାରିପଟୁ ଘେରି ରହିଛନ୍ତି। ଏହି ଜିଲ୍ଲାରେ ବିଭିନ୍ନ ପ୍ରକାର ନଦୀ ଯେମିତି ଚିତ୍ରୋତ୍ପଳା, ଲୁଣି ନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ପ୍ରବାହିତ ହେଉଅଛନ୍ତି। ଓଡ଼ିଶାରେ ଥିବା ମୁଖ୍ୟତଃ ଦୁଇଟି ନ୍ୟାସନାଲ ପାର୍କ ମଧ୍ୟରୁ କେନ୍ଦ୍ରାପଡ଼ାରେ ଗୋଟିଏ ଅବସ୍ଥିତ, ଯାହାର ନାଁ ହେଉଛି ଭିତରକନିକା ଏବଂ ତାକୁ ଓଡ଼ିଶାର ମ୍ୟାଙ୍ଗ୍ରୋଭ ଫରେଷ୍ଟ ବୋଲି ବି କୁହାଯାଏ। ଡେରି ନ କରି ଚାଲନ୍ତୁ ଯିବା କେନ୍ଦ୍ରାପଡ଼ା ଆଉ ବୁଲିକି ଆସିବା କେନ୍ଦ୍ରାପଡ଼ାରେ ଥିବା କେତୋଟି ପିକନିକ ସ୍ପଟ ସବୁ। ଭିତରକନିକା ନ୍ୟାସନାଲ ପାର୍କ, ଯାହାକୁ କି ଜାତୀୟ ଉଦ୍ୟାନ ବୋଲି ବି କୁହାଯାଏ, 145 ସ୍କୋୟାର କିଲୋମିଟର ବିଶିଷ୍ଟ ଏହି ଉଦ୍ୟାନକୁ ଓଡ଼ିଶାର ସେକେଣ୍ଡ ଲାର୍ଜେଷ୍ଟ ମ୍ୟାଙ୍ଗ୍ରୋଭ ଫରେଷ୍ଟ ବୋଲି ବି କୁହାଯାଏ। 1998 ମସିହା ସେପ୍ଟେମ୍ବର ମାସ 16 ତାରିଖରେ ଏହି ଜାତୀୟ ଉଦ୍ୟାନର ଉଦ୍ଘାଟନ ହୋଇଥିଲା ଏବଂ 2002 ମସିହାରେ ଏହା ଭାରତର ଗୋଟିଏ ରାମସର ସାଇଟ୍ ରୂପେ ପରିଚିତ ହୋଇଥିଲା। ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କୁମ୍ଭୀର ଅଭୟାରଣ୍ୟ ରୂପେ ପରିଚିତ, କାରଣ ଏଠାରେ ଆପଣଙ୍କୁ ବିଭିନ୍ନ ପ୍ରକାରର କୁମ୍ଭୀର ସହିତ 200ରୁ ଅଧିକ ପ୍ରକାରର ପକ୍ଷୀ ଏବଂ ଅନ୍ୟାନ୍ୟ ପଶୁପକ୍ଷୀ ସବୁ ଦେଖିବା ପାଇଁ ଆପଣଙ୍କୁ ମିଳିଯିବ। ଭିତରକନିକା ବୁଲିବା ପାଇଁ ସବୁଠୁ ଭଲ ସମୟ ହେଉଛି ନଭେମ୍ବର ମାସରୁ ଫେବୃଆରୀ ମାସ। ଏହି ମାସ ମଧ୍ୟରେ ଆପଣଙ୍କୁ ଓଡ଼ିଶା ବାହାରୁ ବିଭିନ୍ନ ପ୍ରକାର ପଶୁ ଏବଂ ପକ୍ଷୀମାନେ ଆସି ଭିତରକନିକାରେ ଏକାଠି ହୁଅନ୍ତି ଏବଂ ସେ ସମୟର ନଜାରା ହିଁ କିଛି ଅଲଗା ଥାଏ। ଭିତରକନିକାରେ ଆପଣଙ୍କୁ ଛୋଟରୁ ଆରମ୍ଭ କରି ବଡ଼ ଆକାରର ବିଭିନ୍ନ ପ୍ରକାର କୁମ୍ଭୀର ଯେମିତି ଘଡ଼ିଆଲ ବା ଥଣ୍ଟିଆ କୁମ୍ଭୀର, ବିଭିନ୍ନ ପ୍ରକାର କୁମ୍ଭୀର ସବୁ ଦେଖିବା ପାଇଁ ମିଳେ। ଭିତରକନିକା ଜାତୀୟ ଉଦ୍ୟାନ, ଯାହାକି କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ନୂତନ ପରିଚୟ ପ୍ରଦାନ କରିଅଛି। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବା ଗହିରମଥା ମାରିନ୍ ସାଞ୍ଚୁଆରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏହି ସାମୁଦ୍ରିକ ସାଞ୍ଚୁଆରୀରେ ଆପଣଙ୍କୁ ସାମୁଦ୍ରିକ କଇଁଛ ମାନଙ୍କର ଏକ ବହୁତ ବଡ଼ ଆକାରର ଭିଡ଼ ଦେଖିବା ପାଇଁ ମିଳେ, କାରଣ ଏହି ସମୁଦ୍ର କୂଳରେ ସମୁଦ୍ର ଭିତରୁ ଓଲିଭର ଟର୍ଟଲ ବା ବିଭିନ୍ନ ସାମୁଦ୍ରିକ କଇଁଛ ସବୁ ଆସି ଅଣ୍ଡା ଦିଅନ୍ତି ଏବଂ ଗୋଟେ କି ନୁହଁ କି ଦୁଇଟା ନୁହଁ, ହଜାର ହଜାର କଇଁଛ ମାନେ ସମୁଦ୍ରରୁ ବାହାରି ଆସି ଏହି ଜାଗାରେ ହିଁ ଅଣ୍ଡା ଦିଅନ୍ତି, କାରଣ ଏହା ତାଙ୍କ ପାଇଁ ଏକ ବହୁତ ଉପକାରୀ ବା ଅନୁକୂଳ ପରିବେଶ ଅଟେ। ସେଥିପାଇଁ ପ୍ରତ୍ୟେକ ବର୍ଷ ସମୁଦ୍ରରୁ ହଜାର ହଜାର ସଂଖ୍ୟାରେ କଇଁଛମାନେ ଆସି ଏହି ଜାଗାରେ ଅଣ୍ଡା ଦେଇଥାନ୍ତି ଏବଂ ଲୋକମାନଙ୍କର ଭିଡ଼ ଲାଗିଥାଏ ଏହି କଇଁଛମାନଙ୍କୁ ଦେଖିବା। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟକୁ ବିଶ୍ୱର ସବୁଠୁ ବଡ଼ ନେଷ୍ଟିଂ ବିଚ୍ ସାଞ୍ଚୁଆରୀ ବୋଲି ବି କୁହାଯାଏ, କାରଣ ଏଠାରେ ସବୁଠୁ ଅଧିକ ମାତ୍ରାରେ ସାମୁଦ୍ରିକ କଇଁଛମାନେ ଆସି ନିଜର ଅଣ୍ଡା ଦେଇଥାନ୍ତି ଏବଂ ସେ ପ୍ରଜନନ ବି କରନ୍ତି। 1435 ସ୍କୋୟାର କିଲୋମିଟର ବିଶିଷ୍ଟ ଏହି ସାଞ୍ଚୁଆରୀକୁ 1997 ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏଷ୍ଟାବ୍ଲିଶ କରାଯାଇଥିଲା। ଗହିରମଥା ସାଞ୍ଚୁଆରୀକୁ ପ୍ରତ୍ୟେକ ବର୍ଷ 1 ଲକ୍ଷରୁ ବି ଅଧିକ ପର୍ଯ୍ୟଟକମାନେ ଦେଖିବା ପାଇଁ ଆସନ୍ତି। ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏହି ମନ୍ଦିର କେନ୍ଦ୍ରାପଡ଼ାକୁ ଏକ ନୂତନ ପରିଚୟ ପ୍ରଦାନ କରିଅଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ବଳରାମ କନ୍ଦରାସୁରଙ୍କୁ ଏଇଠାରେ ହିଁ ବଧ କରିଥିଲେ ଏବଂ ତାଙ୍କ ଝିଅ ତୁଳସୀକୁ ବିବାହ କରି ଏଇଠାରେ ହିଁ ବସତି ସ୍ଥାପନ କରିଥିଲେ, ତେଣୁ ଏହି କ୍ଷେତ୍ରକୁ ଓଡ଼ିଶାର ତୁଳସୀ କ୍ଷେତ୍ର ବୋଲି ବି କୁହାଯାଏ। ଏହି ମନ୍ଦିରକୁ 1761 ଖ୍ରୀଷ୍ଟାବ୍ଦରେ ମରାଠ ରାଜାମାନଙ୍କ ଦ୍ୱାରା ତିଆରି କରାଯାଇଥିଲା। ପ୍ରତ୍ୟେକ ବର୍ଷ ରଥଯାତ୍ରା ଦିନ ଏଠାରେ ପ୍ରାୟ 65 ଫୁଟର ଏକ ବ୍ରହ୍ମ ତାଳଧ୍ୱଜ ତିଆରି କରାଯାଏ, ଯାହାକି ବଳରାମ ସେହି ରଥରେ ବସି ହିଁ ବିଜେ କରନ୍ତି ଏବଂ ରଥଯାତ୍ରା ଆରମ୍ଭ ହୁଏ। ଏହି ମନ୍ଦିରକୁ କେନ୍ଦ୍ରାପଡ଼ା ଜିଲ୍ଲାର ୱାନ୍ ଅଫ୍ ଦ ବେଷ୍ଟ ମନ୍ଦିର ବୋଲି ବି କୁହାଯାଏ। ଏହାର ଲୋକେସନ ରହୁଛି ଇଚ୍ଛାପୁର, ଯାହାକି କେନ୍ଦ୍ରାପଡ଼ା ଟାଉନରୁ ମାତ୍ର 5 କିଲୋମିଟର ବାଟରେ ଅବସ୍ଥିତ। ଏହି ମନ୍ଦିରରେ ପ୍ରତ୍ୟେକ ସମୟରେ ଭକ୍ତମାନଙ୍କର ଭିଡ଼ ଥାଏ ପ୍ରଭୁଙ୍କ ଦର୍ଶନ କରିବା ପାଇଁ। ଆପଣମାନେ କେବେ ଯଦି କେନ୍ଦ୍ରାପଡ଼ା ଯାଉଛନ୍ତି ତାହେଲେ ଏ ମନ୍ଦିର ଦେଖିବାକୁ ଜମା ବି ଭୁଲିବେନି। ରାଜକନିକା ରାଜବାଟୀ କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏହି ରାଜବାଟୀ କୁମ୍ଭୀରମାନଙ୍କର ଏକ ମୁଖ୍ୟ ସଂଗ୍ରହାଳୟ ରୂପେ ପରିଚିତ। ଭୁବନେଶ୍ୱରରୁ ପ୍ରାୟ 125 କିଲୋମିଟର ବାଟରେ ଥିବା ଏହି ରାଜବାଟୀକୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ତିଆରି କରିଥିଲେ, ଯାହାର ଉଚ୍ଚତା ଥିଲା ପ୍ରାୟ 75 ଫୁଟ, ଯାହାକି ରାଜକନିକା ବ୍ଲକ ଅନ୍ତର୍ଗତ ଅଟେ।
पेंठा सी बीच केन्द्रापड़ा जिले में यह बीच केन्द्रापड़ा एक मुख्य आकर्षण अटे। प्रत्येक वर्ष लक्षाधिक मात्रा रे पर्यटक माने यही बीच को बुलिया आसती, जहाँकि प्राकृतिक सौंदर्य भरपूर। यही बीच पाखरे आपन को विभिन्न प्रकार रिजोर्ट सहित सनसेट एवं सनराइज भी मजा देखा मिले। जदि आपण माने प्राकृतिक सौंदर्यर मजा नेबाक चाहूँगी ताले यही बीच आपण वन ऑफ द बेस्ट प्लेस। हुक्कीतोला आइलैंड केन्द्रापड़ा ऐतिहासिक जगह मध्यरु अन्यतम। महानदी रिभर डेल्टा भितर थिबा एही आइलैंड को 1867 ख्रीष्टाब्द रे ब्रिटिश कॉलोनिस्ट मानक द्वारा तैयारी करा जायथिला, जहाकु से समय से धान रखिया पई एहाकु एक स्टोर हाउस रूपे व्यवहार करुथिले एवं केन्द्रापड़ा इतिहास रे एहा वन ऑफ द मोस्ट फेमस जगह रूपे